ଖଲିକୋଟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମକର ମେଳା ଅନୁଷ୍ଠିତ। ଦୀର୍ଘ 10 ବର୍ଷ ହେଲା ଖଲିକୋଟ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ଦେବୀଝର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ପ୍ରତିଷ୍ଠା ହୋଇ ପୂଜା ଅର୍ଚ୍ଚନା ପାଉଥିବା ଚଣ୍ଡୀ ଠାକୁରାଣୀ ଓ ଚଣ୍ଡେଶ୍ୱର ମହାଦେବ ମନ୍ଦିରଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଏକ ମକର ମେଳାର ଆୟୋଜନ କରାଯାଇଛି। ଏହି ମକର ମେଳାକୁ ଧୁମଧାମରେ ପାଳନ କରାଯାଇଛି। ଖଲିକୋଟ ବ୍ଲକର ବାଦପଲ୍ଲୀ, ବାକୁଟୁଗାଁ, ଆଇତିପୁର ଓ ତେନ୍ତୁଳିଆପଲ୍ଲୀ ପ୍ରଭୃତି ପଞ୍ଚାୟତର ଲୋକମାନଙ୍କୁ ନେଇ ଏହି କମିଟି ସଂଗଠିତ କରାଯାଇଛି। ଏହି ଅବସରରେ ଜଙ୍ଗଲ ପାହାଡ଼ ଘେରା ପରିବେଶକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇ ଲୋକଙ୍କ ଉପଭୋଗ ପାଇଁ ରାମାୟଣ ଭଳି ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା। ଦିନ ତମାମ ଖଲିକୋଟ ଅଞ୍ଚଳର ଏହି ସବୁ ପଞ୍ଚାୟତ ସମେତ ପଡ଼ୋଶୀ ବେଗୁନିଆପଡ଼ା, ବାଣପୁର, ବାଲୁଗାଁ ଅଞ୍ଚଳର ବହୁ ପୁରୁଷ ମହିଳା ଏହି ପର୍ଯ୍ୟଟନ ସ୍ଥଳୀକୁ ଆସି ସଂକ୍ରାନ୍ତି ଉପଲକ୍ଷେ ଉଭୟ ଶୈବ ଶାକ୍ତ ଥିବା ମନ୍ଦିରର ଦିନ ତମାମ ରହି ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞରେ ସାମିଲ ହୋଇ ପୂଜା ଅର୍ଚ୍ଚନା କରିଥିଲେ। ଏଠାରେ ବାଦପଲ୍ଲୀ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରୁ ବହୁ ପୁରୁଷ ଓ ଆଦିବାସୀମାନଙ୍କ ସମେତ ପ୍ରାୟ 25,000ରୁ ଉର୍ଦ୍ଧ୍ୱ ଭକ୍ତ ଓ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବିଭିନ୍ନ ଅସ୍ଥାୟୀ ଦୋକାନ ଖୋଲାଯାଇଥିବା ବେଳେ ଏହି ମକର ମେଳାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ ରଖିଥିଲେ। ଲୋକମାନେ ଦେବୀଝର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିଥିଲେ। ଚଳିତ ବର୍ଷ ବୋଟିଂ ବ୍ୟବସ୍ଥା କରାଯାଇଥିବା ଯୋଗୁଁ ଲୋକମାନେ ନୌବିହାର କରିଥିଲେ। ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଠିକ୍ ସେହିପରି ଚିଲିକା ଉପକୂଳରେ ଓଡ଼ିଆ ଆଲପୁରଠାରେ ଦ୍ୱିତୀୟ କାଳିଜାଇ ମନ୍ଦିର ଓ ଲଙ୍ଗଳେଶ୍ୱର ସ୍ଥିତ ଚିଲିକା ଉପକୂଳରେ ପାଦୁକେଇ ମନ୍ଦିର ପରିସରରେ ମଧ୍ୟ ମକର ମେଳା ଅନୁଷ୍ଠିତ। ଖଲିକୋଟରୁ ମାଧବ ବେହେରାଙ୍କ ରିପୋର୍ଟ।